ଭାବିଲି ଛୁଇଁ ଆଳୁ ବେସର ତରକାରୀ ଟିକେ କରିବା। ଦେଖନ୍ତୁ ଏଠି ମସଲା ପାଇଁ ମୁଁ ନେଇଛି ପିଆଜ ଆଉ ରସୁଣ ଆଉ ଟମାଟୋ, ଆଉ ଏଠି ଦୁଇଟା ଛୁଇଁ, ଦୁଇଟା ଆଳୁ, ଗୋଟେ ବାଇଗଣ, କିଛି ଧଣିଆ ପତ୍ର ନେଇଛି। ଏହାକୁ ନେଇ ଆଜି ମୋର ରେସିପି ଷ୍ଟାର୍ଟ ହେବ। ଚାଲନ୍ତୁ ଦେଖିବା ମୁଁ କେମିତି ରେସିପି କରୁଛି। ଖାଇବାକୁ ବହୁତ ହି ଟେଷ୍ଟି ଲାଗିଥାଏ। ଆପଣ ଗରମ ଗରମ ଭାତରେ ଖାଇକି ଦେଖିବେ, ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଦେଖନ୍ତୁ ଏବେ ୟାକୁ ଭଲ ଭାବରେ କାଟି ନେବି। ତାପରେ ମୁଁ ଯେମିତି କରିଛି ଆପଣମାନେ ସେମିତି କରିବେ। ଦେଖନ୍ତୁ ମସଲାରେ ନେଇଛି ଟିକେ ନାକୁରୁ ପିଆଜ, ଗୋଟେ ରସୁଣକୁ ଚୋପା ଛଡ଼େଇକି ନେଇଯାଇଥିଲି, ଟିକେ ଜିରା ଆଉ ସୋରିଷ, 4ଟା ଶୁଖିଲା ଲଙ୍କା ନେଇଯାଇଛି। ଆକୁ ଏବେ ଏଥିରେ ପାଣି ଟିକେ ଦେଇକି ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବା। ମସଲା ପୁରା ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିଛି। ଏବେ ଏଇ ଗିନାଟାରେ ଢାଳି ଦେଇଛି। ଏଇଠି ମୁଁ 2ଟା ଆଳୁ ନେଇଥିଲି, ଆଳୁ 2ଟିର ଚୋପା ଛଡ଼େଇ ଦେଇଛି। ଦେଖନ୍ତୁ କେମିତି କାଟିକି ନେଇଛି। ତାପରେ ତାକୁ ଭଲ ଭାବରେ ଧୋଇ ଦେଇଥିଲି। ଏବେ ଏଠି କଡ଼େଇ ବସେଇଛି। କଡ଼େଇଟାକୁ ଟିକେ ଗରମ ହେବା ପାଇଁ ଛାଡ଼ିଦେବା। କଡ଼େଇ ଦେଖନ୍ତୁ ଗରମ ହେଇଯାଇଛି। ଏଠି ମୁଁ ସୋରିଷ ତେଲ ଦେଇଛି। ଆପଣ ଚାହିଁଲେ ରିଫାଇନ୍ ତେଲ ବି କରିପାରିବେ, କିଛି ଅସୁବିଧା ନାହିଁ। ତେଲଟା ଟିକେ ଗରମ ହେବାକୁ ଛାଡ଼ିଦେବା। ତେଲ ଗରମ ହେଲେ ସେଥିରେ ଆମେ ଆଳୁ ଭାଜିବା। ଆପଣ ଦେଖନ୍ତୁ ଏଠି ତେଲଟା ବି ଗରମ ହେଇଗଲାଣି। ଏବେ ଯେଉଁ ଆଳୁକୁ କାଟିକି ରଖିଥିଲି, ଧୋଇକି ରଖିଥିଲି, ତାକୁ ଏବେ ଏଥିରେ ପକେଇ ଦେଇଛି। ଟିକେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ତାକୁ ଭଲ ଭାବରେ ଭାଜି ନେଇଯିବା। ଟିକେ ବ୍ରାଉନ୍ କଲର୍ର ହେଇଯିବ, ଆଳୁଟା ବି ସିଝିଯିବ। ଏବେ ଏଠି ଛୁଇଁକି ଚୋପା ଛଡ଼େଇକି ଭଲ ଭାବରେ ନେଇଯାଇଥିଲି, ବାଇଗଣ ଗୋଟେ କାଟିକି ନେଇଯାଇଥିଲି। ଏଠି ଦେଖନ୍ତୁ କାଟିକି ତାକୁ ଭଲ ଭାବରେ ଧୋଇକି ନେଇଥିଲି। ଏଠି ଡିଶ୍ଟା ବସେଇଛି, ଡିଶ୍ଟା ଏଠି ଗରମ ହେଇଗଲାଣି। ଏପଟରେ ବି ଆମର ଆଳୁ ଭାଜି ହେଇଗଲାଣି। ତାକୁ ଟିକେ ଭଲ ଭାବରେ ଗୋଳେଇ ଦେବା। ଏବେ ଟିକେ ଛାଡ଼ିଦେବା ତାକୁ, ସେ ଟିକେ ଭାଜି ହେଉଥାଉ। ଦେଖନ୍ତୁ ଏଠି ଡିଶ୍ ପୁରା ଗରମ ହେଇଯାଇଛି। ଏବେ ଏଥିରେ ମୁଁ ତେଲ ଢାଳିଦେଲି, ସୋରିଷ ତେଲ ବି ଏଠି ଗରମ ହେଇଗଲାଣି। ଏବେ ଏଥିରେ ଟିକେ ଜିରା ପକେଇ ଦେଇଛି। ଜିରାଟା ଫୁଟିଗଲାଣି। ଆପଣମାନଙ୍କୁ କହିଥିଲି ମୁଁ ସୋରିଷ, ରସୁଣ, ପିଆଜ, ଶୁଖିଲା ଲଙ୍କା, ଜିରାର ଗୋଟେ ପେଷ୍ଟ ବନେଇଥିଲି। ଏବେ ଏଥିରେ ମୁଁ ତାକୁ ଢାଳି ଦେବି। ଯେହେତୁ ଜିରାଟା ଫୁଟିଗଲାଣି, ଭଲ ଭାବରେ ଜିରାଟା ବି ହେଇଗଲାଣି। ଏବେ ଏଠି ମୁଁ ମସଲାକୁ ଢାଳି ଦେଇଛି। ଏବେ ଟିକେ ଭଲ ଭାବରେ ମସଲାଟାକୁ କଷି ନେଇଯିବା, ଭଲ ଭାବରେ ଗୋଳେଇ ଦେବା। ସିମ୍ ଆଞ୍ଚରେ ଯେତେବେଳେ ବି ରୋଷେଇ କରିବେ, ସିମ୍ ଆଞ୍ଚରେ କରିବେ। ଏଠି ଦେଖିବା ଟିକେ ଆଳୁ ବି ହେଇଗଲାଣି। ଆଉ ଟିକେ ଆଉ ମିନିଟ୍ 2 ମିନିଟ୍ ଭିତରେ ଆଳୁ ବି ପୁରା ରେଡ଼ି ହେଇଯିବ। ସେମିତି ଭାଜି ହେଉଥାଉ। ଏପଟରେ ଦେଖନ୍ତୁ ମସଲାଟା ହେଇଯାଇଥିଲା। ଏବେ ଏଥିରେ ମୁଁ ଲୁଣ ଆଉ ହଳଦୀ ପକେଇ ଦେଇଥିଲି। ତାପରେ ସେଥିରେ ମୁଁ ଟମାଟୋ ପକେଇ ଦେଇଥିଲି। ଟମାଟୋଟା ଟିକେ ଭଲ ଭାବରେ ଛାଡ଼ିଦେବା, ସେ ଟିକେ ଭାଜି ହେଇଯାଉ, ତା ଭିତରେ କଷି ହେଇଯାଉ। ଦେଖିପାରୁଥିବେ ତରକାରୀଟା ଟିକେ ଫୁଟି ଆସିଲାଣି ଭଲ ଭାବରେ। ଦେଖନ୍ତୁ ଏବେ ଏଥିରେ ଟିକେ ଦେଇଦେବା ପାଣି। ଏବେ ଟିକେ ସେ ଫୁଟିଯାଉ, ତାକୁ ଫୁଟିବାକୁ ଛାଡ଼ିଦେବା। ମଝିରେ ମଝିରେ ଗୋଳଉଥିବେ, ନହେଲେ ଲାଗିଯିବ। ସୋରିଷ ମସଲାକୁ ବେଶୀ ସମୟ ଏବେ ଆକୁ ଏଥିରେ ପକେଇଦେବା। ଟିକେ ଭଲ ଭାବରେ ଫୁଟେଇବାକୁ ଛାଡ଼ିଦେବା। ଭଲ ଭାବରେ ଫୁଟିଯାଉ। ଭଲ ଭାବରେ ଫୁଟି ଆସିଲାଣି। ତାପରେ ମୁଁ କ'ଣ କରିଥିଲି ନା, ମସଲାଟା ଫୁଟିଗଲା ପରେ ଅଳ୍ପ ଟିକେ ପାଣି ଥିଲା, ସେଥିପାଇଁ ଏଥିରେ ମୁଁ ଆଉ ଟିକେ ପାଣି ଦେଇଦେଇଛି। ଇଏ ଟିକେ ଭଲ ଭାବରେ ଫୁଟିଯାଉ। ତାପରେ ଏଥିରେ ଆମେ ଯେଉଁ ଆଳୁ ଭାଜିକି ରଖିଥିଲେ ପକେଇଦେବା। ତ ଏଠି ମସଲାଟା ବଢ଼ିଆ ସେ ଫୁଟିଗଲାଣି। ଏବେ ଏଥିରେ ଯେଉଁ ଆଳୁଟା ରଖିଥିଲି, ଆପଣଙ୍କୁ କହିଥିଲି ପକେଇଦେବା ପାଇଁ, ଏବେ ମୁଁ ପକେଇ ଦେଉଛି ଏଥିରେ ଆଳୁଟାକୁ। ଏବେ ତାକୁ ଭଲ ଭାବରେ ଆଉ ଟିକେ ଫୁଟିବା ପାଇଁ ଛାଡ଼ିଦେବା। ଟିକେ ଛୁଇଁ ଆଉ ବାଇଗଣଟା ସିଝିଯିବ ତା ଭିତରେ। ଏବେ ଏଠି ଦେଖନ୍ତୁ ତରକାରୀ ପୁରା ରେଡ଼ି ହେଇଗଲାଣି। ଏବେ ୟାକୁ ଛୁଙ୍କ ଦେଇଦେବା। ଦେଖନ୍ତୁ ଏଠି ଡିଶ୍ଟା ଗରମ ହେଇଗଲାଣି। ଏବେ ଏଥିରେ ତେଲ ପକେଇଦେବା। ଫାଷ୍ଟ ମୁଁ ଏଇ ବଢ଼ିଟାକୁ ଏଥିରେ ଭାଜି ନେଉଛି। ଦେଖିପାରୁଥିବେ ଏଠି ବଢ଼ିଟା ପୁରା ବଢ଼ିଆ ସେ ଭାଜି ହେଇଗଲାଣି। ଏବେ ୟାକୁ ବାହାରକୁ କାଢ଼ିଦେବା। ଗରମ ହେଇଯାଇଛି। ତେଲ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଶୁଖିଲା ଲଙ୍କା ଆଉ ଟିକେ ସୋରିଷ ପକେଇ ଦେଇଛି। ଦେଖନ୍ତୁ ଏଠି ପୁରା ଫୁଟିଗଲାଣି। ଏବେ ଏଥିରେ କିଛି ଗୋଟେ ରସୁଣକୁ ଛେଚିକି ନେଇକି ପକେଇଦେବା। ତାକୁ ଭଲ ଭାବରେ ଭାଜି ନେବା। ଏଠି ଭଲ ଭାବରେ ଭାଜି ହେଇଗଲାଣି। ଏବେ ତରକାରୀଟାକୁ ସେଥିରେ ଢାଳି ଦେବା। ଏବେ ଏଥିରେ ତରକାରୀଟାକୁ ଢାଳି ଦେଇଛି।
ଏଠି ଯେଉଁ ବଢ଼ି ଭାଜିକି ନେଇଥିଲି ଏବେ ତାକୁ ପକେଇଦେବା ସେଥିରେ। ଏବେ ଏଥିରେ ବଢ଼ି ପକେଇ ଦେଇଛି, ଆକୁ ଭଲ ଭାବରେ ଗୋଳେଇ ନେବା। ଦେଖିପାରୁଥିବେ କେତେ ବଢ଼ିଆ କଲର୍ ବି ଆସୁଛି, ବଢ଼ିଆ ବାସ୍ନା ବି ଆସୁଛି। ଆପଣମାନେ ନିଶ୍ଚିନ୍ତ ଘରେ କରିକି ଖାଇବେ। ଗରମ ଗରମ ଭାତରେ ଗରମ ଗରମ ତରକାରୀ ବହୁତ ଟେଷ୍ଟି ଲାଗିଥାଏ। ଟିକେ ଭଲ ଭାବରେ ଫୁଟିବା ପାଇଁ ଛାଡ଼ିଦେବା। ତ ଏଠି ତରକାରୀ ଫୁଟିଗଲାଣି। ଏବେ ଏଥିରେ କିଛି ଧଣିଆ ପତ୍ର କାଟିକି ରଖିଥିଲି, ତାକୁ ପକେଇଦେବା। ବହୁତ ବଢ଼ିଆ ବାସ୍ନା ଆସିଥାଏ। ଆପଣମାନେ ନିଶ୍ଚିନ୍ତ ଘରେ ଏମିତି ବନେଇକି ଖାଇବେ ଆଉ ମୋତେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ମେସେଜ୍ କରିବେ ରେସିପିଟି କେମିତି ଥିଲା। ମୋର ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ, ସେୟାର କରିବେ। ଏବେ ଆମର ପ୍ରସ୍ତୁତ ହେଇଯିବ, ଆଉ 2 ମିନିଟ୍ ଭିତରେ ରେଡ଼ି ହେଇଯିବ ଆମର ଛୁଇଁ ଆଳୁ ତରକାରୀ। ଆପଣମାନଙ୍କର ସପୋର୍ଟ ଆଉ ଭଲ ପାଇବା ଥିଲେ ମୁଁ ଏମିତି ଆହୁରି ବହୁତ ସାରା ରେସିପି ଆଣିବି। ଦେଖନ୍ତୁ କେତେ ସୁନ୍ଦର କଲର୍ ଆସିଛି, ଖାଇବାକୁ ତ ବହୁତ ହି ଟେଷ୍ଟି ଲାଗୁଛି।